ଭଗବାନ କୃଷ୍ଣ କାହିଁକି ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇଥିଲେ? ଯେ ଜଗତର ନାଥ ଜଗନ୍ନାଥ ତାଙ୍କୁ ପୁଣି ଏଭଳି ମାରାତ୍ମକ ରୋଗ ହୋଇଥିଲା କାହିଁକି? କ'ଣ ଥିଲା ଏହାର ସତ୍ୟାସତ୍ୟ? ହଁ ଦର୍ଶକ ବନ୍ଧୁ, ମୁଁ ପବିତ୍ର ସ୍ୱାଗତ କରୁଛି ଆଜିର ନୂଆ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଆଜି ଆପଣମାନଙ୍କୁ ମୁଁ କହିବି ଭଗବାନ କୃଷ୍ଣ କାହିଁକି ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇଥିଲେ ଏବଂ ସେ ଭଲ ହୋଇଥିଲେ କେମିତି। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ। ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥିବେ, ଯାହାଫଳରେ କି ମୋ ଚ୍ୟାନେଲରେ ଯାହା ବି ନୂଆ ନୂଆ ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଦର୍ଶକ ବନ୍ଧୁ, ଦିନେ ଭଗବାନ କୃଷ୍ଣଙ୍କର ସମସ୍ତ ରାଣୀଙ୍କ ସହିତ ଭଗବାନ କୃଷ୍ଣ ବସିଥାନ୍ତି। ସେ ଯେତେବେଳେ ଶୟନ କକ୍ଷକୁ ଗଲେ ସେତେବେଳେ ମାତା ରୁକ୍ମିଣୀ ଭଗବାନ କୃଷ୍ଣଙ୍କୁ କହିଲେ, ପ୍ରଭୁ, ମୋ ମନରେ ଗୋଟିଏ ଆଶଙ୍କା ଅଛି, ମୁଁ ପଚାରିପାରିବି କି? ଭଗବାନ କୃଷ୍ଣ କହିଲେ, ନିର୍ଦ୍ୱନ୍ଦ୍ୱରେ ପଚାରନ୍ତୁ। ରୁକ୍ମିଣୀ କହିଲେ, ପ୍ରଭୁ, ଆପଣଙ୍କୁ ତ ମୁଁ ଏତେ ଭଲ ପାଏ, ଆପଣ ମଧ୍ୟ ମୋତେ ଏତେ ଭଲ ପାଆନ୍ତି, କିନ୍ତୁ ମୁଁ ଯୁଆଡ଼େ ଯାଉଛି ସମସ୍ତେ କହୁଛନ୍ତି ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ, ରୁକ୍ମିଣୀ କୃଷ୍ଣ ରୁକ୍ମିଣୀ କୃଷ୍ଣ କହୁନାହାନ୍ତି କାହିଁକି? ଏହାର କାରଣ କ'ଣ? ଯେତେବେଳେ ଏହି କଥା କହିଲେ ଭଗବାନ କୃଷ୍ଣ ବୁଝିଗଲେ ଯେ ରୁକ୍ମିଣୀକୁ ଏମିତି କିଛି ବୁଝି ହେବ ନାହିଁ। ତାଙ୍କ ମନରେ ସେ ମୋର ବଡ଼ ରାଣୀ ହୋଇଛନ୍ତି ବୋଲି ଗର୍ବ ଅଛି, ତେଣୁ ସେ ଗର୍ବକୁ ଖର୍ବ କରିବାକୁ ପଡ଼ିବ। ଦର୍ଶକ ବନ୍ଧୁ, ଆପଣଙ୍କୁ ଏଠି ଗୋଟିଏ କଥା କହିବି, ଭଗବାନଙ୍କ ପାଖରେ କେବେ ଗର୍ବ କରିବେ ନାହିଁ, କାରଣ ଭଗବାନ ଗୀତାରେ କହିଛନ୍ତି ଯେ ଗାଳି ମୁଁ ସହି ଗର୍ବ ନ ସହି। ଭଗବାନ କହିଲେ ଯେ ମୋତେ ଯିଏ ଗାଳି ଦେଲେ ମୁଁ ସହିବି, କିନ୍ତୁ ମୋ ଆଗରେ ଯିଏ ଗର୍ବ କରିବ ତା ଗର୍ବକୁ ମୁଁ ସାଙ୍ଗେ ସାଙ୍ଗେ ଖର୍ବ କରିଦେବି। ତେଣୁ ଭଗବାନଙ୍କୁ ଆଗରେ କେବେ ଗର୍ବ କରନ୍ତୁ ନାହିଁ। ତ ଯେତେବେଳେ ମାତା ରୁକ୍ମିଣୀ ଏଇଭଳି କହିଲେ ଭଗବାନ କୃଷ୍ଣ ଚିନ୍ତା କଲେ ଯେ ରୁକ୍ମିଣୀକୁ ଗୋଟିଏ ଉପଯୁକ୍ତ ଶିକ୍ଷା ଦେବାକୁ ପଡ଼ିବ, କାରଣ ସେ ରାଧାଙ୍କୁ ନେଇକି କହିଲେ। ତ ସେ ମାୟା କଲେ ଏବଂ ଯକ୍ଷ୍ମା ରୋଗରେ ପୀଡ଼ିତ ହେଲେ। ବହୁ ଦିନ ଧରି ଯକ୍ଷ୍ମା ରୋଗରେ ପଡ଼ିଥାନ୍ତି, ଟୋଟାଲ ଭଲ ହେଲେ ନାହିଁ। ରାଣୀମାନେ ସମସ୍ତେ ମନ ଦୁଃଖରେ ବସିଥାନ୍ତି। ଦିନେ ମହର୍ଷି ଆସିଲେ, ନାରଦ ମହର୍ଷି ଦିନେ ଆସିଲେ ଏବଂ ସେ କହିଲେ ସମସ୍ତ ରାଣୀଙ୍କୁ ଯେ ଭଗବାନ କୃଷ୍ଣଙ୍କ ମସ୍ତକରେ ଯିଏ ତୁମ ରାଣୀ ମଧ୍ୟରୁ ତାଙ୍କ ମସ୍ତକରେ ଯିଏ ତାହାର ପାଦ ଥୋଇଦିବ ସିଏ ହିଁ ଭଗବାନ କୃଷ୍ଣ ସଙ୍ଗେ ସଙ୍ଗେ ଏହି ଯକ୍ଷ୍ମା ରୋଗରୁ ଭଲ ହୋଇଯିବେ ଏବଂ ପୁନର୍ବାର ଆପଣଙ୍କ ଭଳି ସିଏ ହୋଇଯିବେ। ଏହି କଥା ଯେତେବେଳେ କହିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଯେହେତୁ ଭଗବାନ କୃଷ୍ଣ ତାଙ୍କର ପତି ଥିଲେ, ସେ କେମିତି ତାଙ୍କ ମସ୍ତକରେ ପାଦ ରଖିବେ। ଏହା କହି ନାରଦ ମହର୍ଷି ଚାଲିଗଲେ। ସବୁ ରାଣୀ ଜଣଙ୍କ ପରେ ଜଣେ ପାଳି ପଡ଼ିଲା ଏବଂ ସମସ୍ତେ ମଧ୍ୟ ଆସି ଯେ ଚିନ୍ତା କଲେ ଯେ ଯଦି ଆମେ ଭଗବାନ କୃଷ୍ଣ ଯେହେତୁ ଆମର ପତି, ତାଙ୍କ ମସ୍ତକରେ ଆମେ ଯଦି ପାଦ ଥୋଇବା ତାହେଲେ ଆମକୁ ନର୍କରେ ମଧ୍ୟ ଜାଗା ମିଳିବ ନାହିଁ। ଏହା କହି କେହି ପାଦ ଥୋଇଲେ ନାହିଁ, ସମସ୍ତେ ଚାଲିଗଲେ। ତ ଶେଷରେ ରୁକ୍ମିଣୀଙ୍କ ପାଳି ପଡ଼ିଲା। ଯେତେବେଳେ ରୁକ୍ମିଣୀଙ୍କ ପାଳି ପଡ଼ିଲା, ମାତା ରୁକ୍ମିଣୀ ଆସି ଭଗବାନଙ୍କ ପାଖରେ ପହଞ୍ଚିଲେ। ଭଗବାନଙ୍କ ମୁଣ୍ଡ ଆଉଁସିଲେ ଏବଂ
ସେ ଚିନ୍ତା କଲେ ଯେ ମୁଁ ଯଦି ଭଗବାନଙ୍କ ମୁଣ୍ଡରେ ପାଦ ଥୋଇଦେବି ତାହେଲେ ମୋତେ ନର୍କରେ ମଧ୍ୟ ଜାଗା ମିଳିବ ନାହିଁ, କାରଣ ସିଏ ମୋର ସ୍ୱାମୀ। ସ୍ୱାମୀ କେବେ ସ୍ତ୍ରୀ କେବେ ସ୍ୱାମୀର ମସ୍ତକରେ ପାଦ ରଖେ ନାହିଁ, ରଖିଲେ ମୋତେ ନର୍କରେ ମଧ୍ୟ ଜାଗା ମିଳିବ ନାହିଁ। ଏହି କଥା ଭାବି ସେ ନାରଦ ମହର୍ଷିକୁ କହିଲେ, ମହର୍ଷି, ମୁଁ କେବେ ବି ମୋ ସ୍ୱାମୀଙ୍କ ମସ୍ତକରେ ପାଦ ରଖିପାରିବି ନାହିଁ, କାରଣ ମୁଁ ଯଦି ପାଦ ରଖିଦେଉଛି ତାହେଲେ ମୋତେ ନର୍କରେ ମଧ୍ୟ ଜାଗା ମିଳିବ ନାହିଁ। ତ ରାଣୀମାନଙ୍କର ସମସ୍ତଙ୍କ ପାଳି ସରିଗଲା। ନାରଦ ମହର୍ଷି କହିଲେ, ତାହେଲେ ଭଗବାନ କୃଷ୍ଣ ଭଲ ହେବେ କେମିତି? ଯେତେ ନାରୀ ନର ଥିଲେ ତାଙ୍କ ରାଜ୍ୟରେ ସମସ୍ତଙ୍କୁ ଡକାଗଲା, ସମସ୍ତେ ଦେଖିଲେ ଏବଂ କୌଣସି ନାରୀ ମଧ୍ୟ ଚାହିଁଲେ ନାହିଁ ଯେ ଭଗବାନ କୃଷ୍ଣଙ୍କର ମଥାରେ ତାଙ୍କ ପାଦ ଥୋଇବେ ବୋଲି, କାରଣ ସେ ତ ଭଗବାନ ବୋଲି ସମସ୍ତେ ଜାଣିଛନ୍ତି ନା। କିନ୍ତୁ ଦେଖନ୍ତୁ ଦର୍ଶକ ବନ୍ଧୁ, ଏଠି ଭଗବାନ ତାଙ୍କ ପ୍ରେମକୁ ଲୋକଙ୍କ ଆଗରେ ରାଧାଙ୍କ ପ୍ରେମକୁ ସମ୍ମାନ ଦେବା ପାଇଁ, ଲୋକଙ୍କ ଆଗରେ ଦର୍ଶାଇବା ପାଇଁ ସେ କେତେ ମାୟା ରୂପରେ କଷ୍ଟ ପାଉଛନ୍ତି। ତ ଯେତେବେଳେ ସମସ୍ତ ନାରୀ ନରମାନେ ଆସି ମନା କଲେ, ସେତେବେଳେ ରାଧାଙ୍କୁ ଡକାଗଲା। ଯେତେବେଳେ ରାଧା ଶୁଣିଲେ ଯେ ଭଗବାନ କୃଷ୍ଣ ଏଇଭଳି ଭାବରେ ଯକ୍ଷ୍ମା ରୋଗରେ ପୀଡ଼ିତ ଅଛନ୍ତି, ସେ ଆଉ ସମ୍ଭାଳି ନପାରି ସଙ୍ଗେ ସଙ୍ଗେ ଆସିଲେ ଏବଂ ଆସି ଭଗବାନ କୃଷ୍ଣଙ୍କ ପାଖରେ ଉପସ୍ଥିତ ହେଲେ। ତାଙ୍କୁ ଦେଖିଲେ ଯେତେବେଳେ ତାଙ୍କ ଆଖି ଛଳ ଛଳ ହୋଇଗଲା। ସେ ସଙ୍ଗେ ସଙ୍ଗେ ତାଙ୍କର ପାଦକୁ ଭଗବାନ କୃଷ୍ଣଙ୍କ ମସ୍ତକରେ ଥୋଇଦେଲେ ଏବଂ ଭଗବାନ କୃଷ୍ଣ ମଧ୍ୟ କିଛି କ୍ଷଣରେ ଯକ୍ଷ୍ମା ରୋଗରୁ ମୁକ୍ତ ହୋଇଗଲେ। ସେତେବେଳେ ରୁକ୍ମିଣୀ କହିଲେ ରାଧାଙ୍କୁ ଯେ ତୁମେ ପରା ଭଗବାନ କୃଷ୍ଣକୁ ଏତେ ଭଲ ପାଉଥିଲ, ତୁମେ କେମିତି ତାଙ୍କ ମସ୍ତକରେ ପାଦ ରଖିପାରିଲ? ସେତେବେଳେ ରୁକ୍ମିଣୀ କ'ଣ କହିଲେ ଜାଣିଛ? ରାଧା ରୁକ୍ମିଣୀଙ୍କୁ କହିଲେ, ମୋତେ ପଛେ ନର୍କରେ ଜାଗା ନ ମିଳୁ, କିନ୍ତୁ ମୋ କହ୍ନେଇ ଭଲ ହୋଇଯାଆନ୍ତୁ। ସେତେବେଳେ ମାତା ରୁକ୍ମିଣୀଙ୍କ ମସ୍ତକ ଲଜ୍ଜାରେ ତଳକୁ ହୋଇଗଲା। ସେ ଦେଖିଲେ ପ୍ରକୃତରେ ସର୍ବଶ୍ରେଷ୍ଠ ଭଲ ପାଇବା ରାଧା ପାଖରେ ଅଛି। ତେଣୁ ସେଥିପାଇଁ କଳିଯୁଗରେ ନାମରେ ରାଧାକୃଷ୍ଣ ବୋଲି କୁହାଯାଇଛି, ରାଧାକୃଷ୍ଣ ବୋଲି ଡକାଯାଏ। ତ ଦର୍ଶକ ବନ୍ଧୁ, ଇଏ ଥିଲା ଭଗବାନଙ୍କର ଏକ ମାୟା। ଭଗବାନ କୃଷ୍ଣ ସଙ୍ଗେ ସଙ୍ଗେ ଉଠି କହିଲେ, ରୁକ୍ମିଣୀ, ଏବେ ବୁଝିପାରିଲ ତ ଲୋକମାନେ କାହିଁକି ରାଧାକୃଷ୍ଣ ରାଧାକୃଷ୍ଣ କୁହନ୍ତି, ରୁକ୍ମିଣୀ କୃଷ୍ଣ କାହିଁକି କୁହନ୍ତି ନାହିଁ? କାରଣ ମୋ ପାଇଁ ଯିଏ ନର୍କକୁ ଯିବା ପାଇଁ ମଧ୍ୟ ପଛଉ ନାହିଁ, ତା ନାଁ ହିଁ ମୋ ସାଙ୍ଗରେ ରହିବ। ତୁମେ ତ ତୁମର ନିଜ ସ୍ୱାର୍ଥ ଦେଖିଲ, କାଳେ ମୋ ସ୍ୱାମୀର ମସ୍ତକରେ ପାଦ ରଖିଦେଲେ ମୁଁ ନର୍କକୁ ପଳେଇବି। କିନ୍ତୁ ରାଧାରାଣୀ ସେସବୁ କିଛି ଖାତିର ନ କରି, ଚିନ୍ତା ନ କରି, ନର୍କକୁ ଭୟ ନ କରି ସେ ମୋ ମସ୍ତକରେ ପାଦ ରଖିଦେଲେ। ଏତେ କଥା ଶୁଣିଲା ପରେ ଭଗବାନ କୃଷ୍ଣଙ୍କର ଯେତେ ସବୁ ରାଣୀ ଥିଲେ ସମସ୍ତଙ୍କର ମୁଣ୍ଡ ଲଜ୍ଜାରେ ତଳକୁ ହୋଇଗଲା। ଶେଷରେ ରାଧାଙ୍କ ପ୍ରେମ ଏବଂ ତାଙ୍କର ଏଇ ଯେଉଁ ତ୍ୟାଗକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେଦିନଠାରୁ ରାଧାକୃଷ୍ଣ ନାମ ହିଁ ଅତି ଆନନ୍ଦ ଉତ୍ସାହରେ ଚାଲିଲା। ଦର୍ଶକ ବନ୍ଧୁ, ରାଧାକୃଷ୍ଣଙ୍କର ଏତେ ପ୍ରେମର ରସ ଥାଏ ଯେ ଭଗବାନ କୃଷ୍ଣ କୁହନ୍ତି ଯେ ମୋତେ 100 ଥର ଡାକିଲେ ମୁଁ ଶୁଣିବି ନାହିଁ। ଯଦି ଜଣେ ରା ଉଚ୍ଚାରଣ କରେ, ଧା ଉଚ୍ଚାରଣ କରିବା ପୂର୍ବରୁ ଭଗବାନ କୃଷ୍ଣ ତା ପାଖରେ ଆସିକି ପହଞ୍ଚିଯାନ୍ତି, କାରଣ ସେ ଚାହାନ୍ତି କିଏ ମୋ ରାଧାଙ୍କୁ ଡାକିଲା। ତେଣୁ ସେ ତୁରନ୍ତ ଛାନିଆ ହୋଇଯାଆନ୍ତି ଏବଂ ଭକ୍ତର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଆଗେଇ ଆସନ୍ତି, ଯେ ସେ ଧା ପଦ କହିବା ପୂର୍ବରୁ ହିଁ ତା କାମ କରିଦିଅନ୍ତି। ଏକଥା ମଧ୍ୟ ପୁରାଣ ମଧ୍ୟରେ ବି ଶାସ୍ତ୍ରରେ ମତ ଅଛି, ଆପଣମାନେ ଚାହିଁଲେ ଦେଖିପାରିବେ।
ତ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ମୋତେ ମତାମତ ଦେବେ ଏବଂ ଭିଡ଼ିଓଟି ଯଦି ଆପଣଙ୍କ ହୃଦୟକୁ ଛୁଇଁଥାଏ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଜୟ ରାଧେ କୃଷ୍ଣ, ଜୟ ରାଧେ କୃଷ୍ଣ, ଜୟ ରାଧେ କୃଷ୍ଣ।